କାର୍ଯ୍ୟ ଫର୍ଦ୍ଦ 28 ଶିକ୍ଷଣ କାର୍ଯ୍ୟ 1 ଆସ ତଳେ ଥିବା ଗପଟିକୁ ପଢ଼ିବା। ଏ ବର୍ଷ ଦୀପାବଳିକୁ ରାମୁ ଓ ଦୀପା ତାଙ୍କ ଘରକୁ ମହମବତୀରେ ସଜେଇଥିଲେ। ତା ପରଦିନ ସକାଳେ ତାଙ୍କ ବାପା ଘର ଚାରିପଟୁ ଅଳିଆ ସଫା କରୁଥାନ୍ତି। ରାମୁ ଓ ଦୀପା ଚଟାଣରେ ଲାଗିଥିବା ମହମକୁ ମଧ୍ୟ ଛଡ଼ାଇବାରେ ବ୍ୟସ୍ତ ଥାନ୍ତି। ଦୀପା କୌତୂହଳବଶତଃ କିଛି ମହମ ଗୁଣ୍ଡ ପାଖରେ ଥିବା କିରୋସିନିରେ ପକାଇଦେଲା। କି ଆଶ୍ଚର୍ଯ୍ୟ! ମହମ ଗୁଣ୍ଡ ଆସ୍ତେ ଆସ୍ତେ ମିଳେଇବାକୁ ଆରମ୍ଭ କଲା। ସେ ରାମୁକୁ ଏକଥା କହିଲା। ରାମୁ କହିଲା, ମହମ ତ ଜଳରେ ଏପରି ମିଶେଇଯାଏ ନାହିଁ। ଦି ଜଣ ଏକଥା ବାପାଙ୍କୁ ପଚାରିଲେ। ବାପା କହିଲେ, ମହମ କିରୋସିନିରେ ଏପରି ମିଳେଇଯାଏ। ତମେ ଲୁଣକୁ ନେଇ ପରୀକ୍ଷା କର। କ'ଣ ଦେଖୁଛ ମୋତେ କୁହ। ଲୁଣ ଆଣି ଦି ଜଣ କିରୋସିନିରେ ପକେଇଲେ। ଫଳ ଓଲଟା ହେଲା। ଲୁଣ କିରୋସିନିରେ ମିଳେଇଲା ନାହିଁ। ପାଣି ନେଇ ପରୀକ୍ଷା କଲେ। ଫଳ ପୂରା ଓଲଟା। ଏସବୁ ଘଟଣାରେ ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ବାପା କହିଲେ, ଏମିତି ପରୀକ୍ଷା ନିରୀକ୍ଷା କଲେ ଆମେ ବହୁତ ନୂଆ ନୂଆ କଥା ଜାଣିପାରିବା। ଏହା ହିଁ ତ ବିଜ୍ଞାନ। ଶିକ୍ଷଣ କାର୍ଯ୍ୟ 2 ତଳ ଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ପାଖ କୋଠରୀରେ ଲେଖ। କ. ଦୀପା କେଉଁଥିରେ ମହମ ଗୁଣ୍ଡ ପକାଇଦେଲା? ଦୀପା କିରୋସିନିରେ ମହମ ଗୁଣ୍ଡ ପକେଇଦେଲା। ଖ. ପାଣିରେ ଲୁଣ କ'ଣ ହୁଏ? ପାଣିରେ ଲୁଣ ମିଳେଇଯାଏ। ଗ. ଆମେ ନୂଆ ନୂଆ କଥା ଜାଣିବା ପାଇଁ କ'ଣ କରିବା? ଆମେ ନୂଆ ନୂଆ କଥା ଜାଣିବା ପାଇଁ ପରୀକ୍ଷା ନିରୀକ୍ଷା କରିବା।